ଦ୍ୱାବିଂଶ ଅଧ୍ୟାୟ। ନାରଦ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମପୁର ଲୋକ ଗମନ। ଜୈମିନୀ ମୁନିମାନଙ୍କୁ କହିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ଇଚ୍ଛାଗାମୀ ଦେବର୍ଷି ନାରଦଙ୍କୁ ବିନୟ ଭାବରେ କହିଲେ, ହେ ମୁନିବର, ମୋ ନିକଟରେ ମନଠାରୁ ଅଧିକ ବେଗରେ ଯାତ୍ରା କରୁଥିବା ପୁଷ୍ପକ ବିମାନ ଅଛି। ଆମେ ଦୁହେଁ ସେ ରଥ ଆରୋହଣ କରି ବ୍ରହ୍ମଲୋକକୁ ଯାତ୍ରା କରିବା। କୃପା କରି କିଛି ସମୟ ପ୍ରତୀକ୍ଷା କଲେ ମୁଁ ମନ୍ଦିରର କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ମାଧବଙ୍କୁ ପ୍ରଦକ୍ଷିଣ କରି ତାଙ୍କଠାରୁ ଅନୁମତି ନେଇ ଆସିବି। ରାଜାଙ୍କ ଠାରୁ ଏପରି କଥା ଶୁଣି ନାରଦ ରାଜାଙ୍କ ହାତ ଧରି ମହାବେଦୀ ନିକଟରେ ଉପସ୍ଥିତ ହେଲେ। ଦୁହେଁ ଚତୁର୍ଥ ମୂର୍ତ୍ତିଙ୍କୁ ପ୍ରାର୍ଥନା କରି ବ୍ରହ୍ମଲୋକ ଯିବା ନିମନ୍ତେ ଅନୁମତି ଭିକ୍ଷା କଲେ। ରାଜା ଶ୍ରୀଜୀଉମାନଙ୍କୁ 3 ଥର ପ୍ରଦକ୍ଷିଣ କରି କାୟ ମନୋବାକ୍ୟରେ ସମ୍ପୂର୍ଣ୍ଣ ନିଷ୍ଠାରେ ସାଷ୍ଟାଙ୍ଗ ପ୍ରଣିପାତ କରି ବ୍ରହ୍ମଲୋକ ଯାତ୍ରା ନିମନ୍ତେ ରଥ ଆରୋହଣ କଲେ। କ୍ରମେ ରଥ ନଭମଣ୍ଡଳର ମଧ୍ୟବର୍ତ୍ତୀ ହୋଇ ସୂର୍ଯ୍ୟମଣ୍ଡଳକୁ ପ୍ରଦକ୍ଷିଣ କରି ଊର୍ଦ୍ଧ୍ୱଲୋକକୁ ଆଗେଇ ଚାଲିଲା। ଏହି ସମୟରେ ନରଲୋକରେ ଯେତେ ସିଦ୍ଧପୁରୁଷ ଥିଲେ ଊର୍ଦ୍ଧ୍ୱମୁଖରେ ଏମାନଙ୍କ ଯାତ୍ରାପଥକୁ ଚାହିଁ ରହିଲେ। ମହର୍ଷି ନାରଦ ସର୍ବଲୋକରେ ପୂଜ୍ୟ। ସବୁ ସ୍ଥାନକୁ ଯିବା ପାଇଁ ତାଙ୍କ ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିଛି। ଏଣେ ମର୍ତ୍ତ୍ୟପୁରବାସୀ ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁ ଭକ୍ତ। ଏଣୁ ସବୁ ସ୍ଥାନକୁ ଯିବା ନିମନ୍ତେ ନିଜ ଭକ୍ତି ବଳରେ ଅଧିକୃତ ହୋଇଛନ୍ତି। ଯିଏ ବିଷ୍ଣୁଙ୍କୁ ଅଚଳା ଭକ୍ତି କରେ ତା ନିମନ୍ତେ ବ୍ରହ୍ମାଣ୍ଡରେ କିଛି ଦୁର୍ଲଭ ନୁହେଁ। ଦୁହେଁ ଯାଇ ମହାଲୋକରେ ପହଞ୍ଚିଲେ। ସେଠାରେ ସିଦ୍ଧ ପୁରୁଷମାନେ ତାଙ୍କୁ ଅଭିନନ୍ଦନ ଜଣାଇଲେ। ରାଜା ଭୁଲିଗଲେ ଯେ ସେ ପାର୍ଥିବ ଶରୀରରେ ବ୍ରହ୍ମଲୋକକୁ ଯାତ୍ରା କରୁଛନ୍ତି। ଯେତେ ଉପରକୁ ଉଠୁଥାନ୍ତି ତାଙ୍କ ମନ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ଉଠୁଥାଏ। ମଝିରେ ରାଜାଙ୍କର ଦେଉଳ ନିର୍ମାଣ କଥା ମନେ ପଡ଼ିଲା। ସେ ଚିନ୍ତା କଲେ, ମୁଁ ତ ବ୍ରହ୍ମଲୋକକୁ ଯାତ୍ରା କରୁଛି, ସେପଟେ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ଚାଲିଛି କି ନାହିଁ। ମୋ ଅନୁପସ୍ଥିତିରେ ଶତ୍ରୁମାନେ ତାହାକୁ ନଷ୍ଟ କରିଦେବେ କିମ୍ବା ମନ୍ଦିରକୁ ଲୁଣ୍ଠନ ମଧ୍ୟ କରିପାରନ୍ତି। ବେତନଭୋଗୀ ଶିଳ୍ପୀଗଣ ଅଳସୁଆପଣରେ କାର୍ଯ୍ୟରେ ଅବହେଳା କରିଥାଇ ପାରନ୍ତି। ଯେତେବେଳ ପର୍ଯ୍ୟନ୍ତ ମୁଁ ବେଦପତି ବ୍ରହ୍ମାଙ୍କୁ ନେଇ ମନ୍ଦିର ପ୍ରତିଷ୍ଠା କରିନାହିଁ ସେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ନାହିଁ। ଯେଉଁମାନେ ବ୍ରହ୍ମଲୋକକୁ ଆସନ୍ତି ସେମାନେ ଆଉ ଫେରନ୍ତି ନାହିଁ। ସାମନ୍ତ ରାଜାମାନେ ମୋ ରାଜ୍ୟକୁ ଅଧିକାର କରିନେଇ ପାରନ୍ତି। ଏହିପରି ଅନେକ ଚିନ୍ତା ତାଙ୍କ ମନ ମଧ୍ୟରେ ପ୍ରବେଶ କଲା। ରାଜାଙ୍କର ଏହିପରି ଚିନ୍ତା କରୁଥିବା ଦେଖି ତ୍ରିକାଳଦର୍ଶୀ ନାରଦ ତାଙ୍କୁ କହିଲେ, ହେ ରାଜନ୍, ତୁମେ ଏପରି ଚିନ୍ତା କରୁଛ କାହିଁକି? ଯେଉଁଠି ସମସ୍ତ ଚିନ୍ତାର ପରିସମାପ୍ତି ଘଟେ ଆମେ ସେଠାରେ ପହଞ୍ଚି ଯାଉ। ସେହି ସ୍ଥାନରେ ଆଧି ବ୍ୟାଧି ଜରା ମୃତ୍ୟୁ ଆଦି ନଥାଏ। ତୁମେ ସ୍ୱଦେହରେ ଏଠାକୁ ଆସି କୃତାର୍ଥ ହୋଇଛ। ବ୍ରହ୍ମଲୋକରେ ସ୍ୱୟଂ ନାରାୟଣଙ୍କ ଦର୍ଶନ ମଧ୍ୟ ଲାଭ କରିଛ। ତୁମ ପରି ଭାଗ୍ୟବାନ ବ୍ୟକ୍ତି ଆଉ କେହି ନାହିଁ। ଯେଉଁମାନେ ବ୍ରହ୍ମଲୋକକୁ ଆସନ୍ତି ସେମାନଙ୍କ ସାଂସାରିକ ମାୟା ମମତା ସବୁ ଦୂର ହୋଇଯାଏ। ନାରଦଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ ଉତ୍ତର ଦେଲେ, ହେ ଋଷିବର, ମୁଁ ମୋ ରାଜ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ସୁଜନଙ୍କ କଥା ଚିନ୍ତା କରୁନାହିଁ। ମୋ ମନରେ ନିର୍ମାଣ ହୋଇଥିବା ମନ୍ଦିର କଥା ଉଦ୍ରେକ ହେଉଛି। ଆମେ ତ ବ୍ରହ୍ମଲୋକକୁ ଆସିଛେ, ଏକଥା ମୋର ଭୃତ୍ୟଗଣ ଜାଣିଛନ୍ତି। ସେମାନେ ଠିକ୍ ଭାବେ କାର୍ଯ୍ୟ କରୁନଥିବେ। ଆମେ ଫେରିଲେ ମନ୍ଦିର ପ୍ରତିଷ୍ଠା ହେବ। ଠିକ୍ ଭାବରେ କାମ ହୋଇନଥିଲେ କାଳେ କିଛି ବିଘ୍ନ ଘଟିବ, ମୋତେ ସେହି ଚିନ୍ତା ଘାରିଛି। ରାଜାଙ୍କ କଥା ଶୁଣି ନାରଦ କହିଲେ, ହେ ଭୂପାଳ, ତୁମେ ସାମାନ୍ୟ ବ୍ୟକ୍ତି ନୁହଁ। ତୁଳନାରେ ତୁମେ ପ୍ରଜାପତି ବ୍ରହ୍ମାଙ୍କ ସହ ସମକକ୍ଷ। ଏଣୁ କେହି ତୁମର କିଛି ଅନିଷ୍ଟ କରିପାରିବେ ନାହିଁ। ବର୍ତ୍ତମାନ ଯେଉଁ କାର୍ଯ୍ୟ କରିଛ ସେ ନିମନ୍ତେ ଜଗତ୍କର୍ତ୍ତା ପରମେଶ୍ୱର ତୁମକୁ ସାହାଯ୍ୟ କରିବେ। ତୁମେ ବ୍ରହ୍ମଲୋକକୁ ଆସିଥିବାରୁ ତୁମର କୀର୍ତ୍ତି ତ୍ରିଲୋକରେ ପରିବ୍ୟାପ୍ତ ହୋଇଯିବ। ତୁମେ ସୂର୍ଯ୍ୟଙ୍କ ସମପ୍ରତାପୀ। ଏଣୁ ତୁମ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବାରେ କିଏ ବା ସକ୍ଷମ ହେବ? ଚତୁର୍ମୁଖ ବ୍ରହ୍ମା ଯାହାଙ୍କୁ ସଦୟ ହୁଅନ୍ତି ତାଙ୍କର ବିଘ୍ନ ଭୟ ନଥାଏ। କେହି ଆପଣ ନିର୍ମାଣ କରିଥିବା ମନ୍ଦିରକୁ ନିଜର ବୋଲି କହିପାରିବେ ନାହିଁ। ମନରୁ ଶଙ୍କା ଦୂର କରି ଚାହଁ। ଅଳ୍ପ ଦୂରରେ ଇନ୍ଦ୍ରସଭା ଦୃଷ୍ଟିଗୋଚର ହେଉଛି। ତା ଉପରକୁ ବ୍ରହ୍ମାଙ୍କ ସଦନ କୋଟି ଚନ୍ଦ୍ରର କାନ୍ତିକୁ ଧାରଣ କରି ମନକୁ ମୋହି ଦେଉଛି। ଏହିପରି କଥାବାର୍ତ୍ତା ହେଉ ହେଉ ଦୁହେଁ ବ୍ରହ୍ମାଙ୍କ ସଦନ ନିକଟରେ ପହଞ୍ଚିଲେ। ବ୍ରହ୍ମର୍ଷିମାନଙ୍କ ମୁଖ ନିଃସୃତ ସୁସ୍ପଷ୍ଟ ଓ ସୁମଧୁର ବେଦଧ୍ୱନି ସେମାନଙ୍କ କର୍ଣ୍ଣ ଗହ୍ୱରରେ ପ୍ରବେଶ କଲା। ନାରଦ କହିଲେ, ହେ ରାଜା, ଏ ସମସ୍ତ ବ୍ରହ୍ମାଙ୍କ ସଦନରୁ ଶୁଣାଯାଉଛି। ବେଦପତି ବ୍ରହ୍ମା ବ୍ରହ୍ମର୍ଷିମାନଙ୍କ ସହ ସଭାରେ ଉପସ୍ଥିତ ଅଛନ୍ତି। ସେ ଜୀବନ୍ମୁକ୍ତ ବ୍ୟକ୍ତିମାନଙ୍କର ଆରାଧ୍ୟ। ଜୀବଗଣ ଥରେ ଏଠାକୁ ଆସିଲେ ଆଉ ସଂସାର ସଙ୍କଟରେ ପଡ଼ନ୍ତି ନାହିଁ। ବ୍ରହ୍ମାଙ୍କୁ ସତ୍ ବୋଲି କୁହାଯାଏ। ଏଣୁ ବ୍ରହ୍ମାଙ୍କ ସଦନକୁ ସତ୍ୟଲୋକ ନାମରେ ନାମିତ କରାଯାଇଛି। ଏହାର ଉପରେ ଭାଗ ମହାଶୂନ୍ୟ ଅଟେ। ସେଠାରେ ବ୍ରହ୍ମାଙ୍କର ଅଣ୍ଡ ଓ କପାଳ ଅବସ୍ଥାନ କରେ। ଏହା ତଳକୁ ବୈକୁଣ୍ଠ ଭୁବନ ରହିଛି। ସେଠାରେ ମୁକ୍ତ ପୁରୁଷମାନେ ବାସ କରନ୍ତି। ତାହା ଯୋଗୀଗଣଙ୍କର ଚିନ୍ତନୀୟ ସ୍ଥାନ।
ତାହା ଯୋଗେଶ୍ୱର ଜନାର୍ଦ୍ଦନଙ୍କର ନିବାସସ୍ଥଳୀ। ତାଙ୍କୁ ପ୍ରାପ୍ତ ହେଲେ ମୃତ୍ୟୁର ଭୟ ଦୂର ହୁଏ। ସେହି ଆନନ୍ଦ ଘନ ଚୈତନ୍ୟ ସ୍ୱରୂପ ନାରାୟଣ ସେଠାରେ ଅବସ୍ଥାନ କରି ଜଗତର ସୃଷ୍ଟି ସ୍ଥିତି ଓ ସଂହାର କାର୍ଯ୍ୟ ସମ୍ପାଦନ କରନ୍ତି। ଏହିଠାରୁ ମତ୍ସ୍ୟ କୁର୍ମ ଆଦି ଅବତାର ଗ୍ରହଣ ପୂର୍ବକ ଧରା ପୃଷ୍ଠରେ ଲୀଳା କରନ୍ତି। ଦୁହେଁ ଯାଇ ବ୍ରହ୍ମପୁରରେ ପହଞ୍ଚିଲେ। ଦେଖିଲେ ଇନ୍ଦ୍ରଙ୍କ ସହ ସମସ୍ତ ଦିଗପାଳ ସିଦ୍ଧ ଓ ପିତୃଗଣ ଦ୍ୱାର ନିକଟରେ ନିଜ ବ୍ୟକ୍ତିଙ୍କ ଭଳି ଛିଡ଼ା ହୋଇ ଦ୍ୱାରପାଳଙ୍କୁ ବିନତି କରୁଛନ୍ତି। ମାତ୍ର ଦ୍ୱାରପାଳ ସେମାନଙ୍କୁ ଭିତରେ ପ୍ରବେଶ ନିମନ୍ତେ ଅନୁମତି ଦେଉନାହିଁ। ଇନ୍ଦ୍ରଦ୍ୟୁମ୍ନଙ୍କ ସହ ନାରଦଙ୍କୁ ଦେଖି ଦ୍ୱାରପାଳ ପ୍ରଣାମ କରି କହିଲା, ଆପଣ ତ ସବୁବେଳେ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛନ୍ତି। ଆପଣ ନଥିବାରୁ ପିତୃଦେବଙ୍କ ସଭା ମଳିନ ପଡ଼ିଯାଉଛି। ସଭାରେ ବ୍ରହ୍ମ ତତ୍ପର ଗୌତମ ଆଦି ମୁନିଗଣ ଉପସ୍ଥିତ ରହୁଥିଲେ ବି ଯେପରି ଚନ୍ଦ୍ର ବିନା ତାରାଯୁକ୍ତ ଆକାଶ ନିଷ୍ପ୍ରଭ ଦିଶେ, ସେହିପରି ଆପଣଙ୍କ ଅନୁପସ୍ଥିତିରେ ବ୍ରହ୍ମସଭା ତେଜହୀନ ଜଣାଯାଉଛି। ଏହିପରି ବିନୟ ଭାବ ପ୍ରଦର୍ଶନ କରି ଦ୍ୱାରୀ ନାରଦଙ୍କୁ ବ୍ରହ୍ମସଭାକୁ ଯିବା ନିମନ୍ତେ ଛାଡ଼ିଦେଲା।